କିନ୍ତୁ ବନ୍ଧୁଗଣ, ଆପଣ କିଏ ଭାବିଛନ୍ତି କି ଏହି ବିଷୟ ବିଷୟରେ ଜାଣିବା ପରେ ଜଣେ 16 କିମ୍ବା 18 ବର୍ଷର ପିଲା କାହିଁକି ଗୁଟକା ଖାଇବା ଆରମ୍ଭ କରେ? କାହିଁକି ସେ ଏହି ଜାଲରେ ଫସିଯାଏ? ଏହାର କାରଣ ହେଉଛି ମିଛ କୁଲନେସ୍। ସେଇ ପ୍ୟାକେଟ ଉପରେ ଥିବା ସେଇ ଭୟଙ୍କର ଫଟୋ କଣ ସେ ଦେଖୁନି? ସେ ସବୁ ଦେଖୁଛି, କିନ୍ତୁ ସେ ଫସି ଯାଇଛି ସାରୋଗେଟ ଆଡଭର୍ଟାଇଜିଂ ଆଉ ପିର ପ୍ରେସର ମଝିରେ। ଆପଣ ଟିଭିରେ ଦେଖିଥିବେ ବଡ ବଡ ସୁପରଷ୍ଟାର ମାନେ ଆସି ଇଲାଇଚି ବିକନ୍ତି। ଏମାନଙ୍କ କଥା ଟିକେ ଭାବନ୍ତୁ ତ। ସେମାନେ ନିଜେ ଜିମ୍ ଯାଉଛନ୍ତି ଆଉ ଆମକୁ କହୁଛନ୍ତି ଜୁବାନ କେଶରୀଙ୍କର, କିନ୍ତୁ ସେମାନେ ଇଲାଇଚି ନୁହେଁ, ବରଂ ସେଇ ବ୍ରାଣ୍ଡକୁ ବିକୁଛନ୍ତି। ଆପଣ କେବେ ଦେଖିଛନ୍ତି କି କିଏ 5 ଟଙ୍କା ଦେଇ ପାନ ଦୋକାନରୁ ଖାଲି ଇଲାଇଚି କିଣି ଖାଇଛି? ଯେତେବେଳେ ଜଣେ ଯୁବକ ତାର ପ୍ରିୟ ଷ୍ଟାରଙ୍କୁ ଏମିତି ଷ୍ଟାଇଲ ମାରିବାର ଦେଖେ, ତା ମନରେ ଏକ ମାନସିକତା କ୍ରିଏଟ ହୁଏ କି ଏଇଟା ଖାଇବା କଥା, ଏଥିରେ କିଛି ଖରାପ ନାହିଁ। ଏହାକୁ କୁହାଯାଏ ଗ୍ଲାମରାଇଜିଂ ଆଡିକ୍ସନ।